ଜୀବନ ସାହିତ୍ୟ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସାହିତ୍ୟର ସ୍ଥିତି ଅସମ୍ଭବ। ଜୀବନ ଯେତେବେଳେ ସଂଘର୍ଷ ଓ ସଂଘାତ ଦ୍ୱନ୍ଦ୍ୱମୟ ଉଠେ, ସେହି ସମୟରେ ନାଟକ ଜୀବନ ମହାନାଟକର ଏକ ପ୍ରତ୍ୟକ୍ଷ କଳା। ସମୟ ଓ ସଂଘାତ ଦ୍ୱନ୍ଦ୍ୱମୟ ଉଠେ, ସେତେବେଳେ ଦେଖାଦିଏ ନାଟକ ଜୀବନର ମହାନାଟକର ଏକ ପ୍ରତ୍ୟକ୍ଷ କଳା। ନାଟକ ଜୀବନ ମହାନାଟକର ଏକ କଳା। ବହୁଘାତ ପ୍ରତିଘାତ ପ୍ରତିକୂଳ ଅବସ୍ଥା ଓ ଦ୍ୱନ୍ଦ୍ୱମୟ ପରିସ୍ଥିତି ପରିବେଶ ମଧ୍ୟ ଯେତେବେଳେ ଜୀବନ ଜଟିଳ ଜଳମୟ, ସେତେବେଳେ ନାଟକ ହୋଇଥାଏ ପ୍ରତିହାସ। ନାଟକରେ ଲୋକଙ୍କ ଦୈନନ୍ଦିନ ଜୀବନର ପ୍ରତିଭାସ ହୋଇଥାଏ ପ୍ରତିଫଳନ। ସଂସ୍କୃତିରେ ନାଟକକୁ ଦୃଶ୍ୟକାବ୍ୟ ଭାବେ ଆପ୍ୟାୟିତ କରାଯାଇଛି। ଦୃଶ୍ୟ କାବ୍ୟ, ଦେଖାଯାଉଥିବା କାବ୍ୟ, ଅର୍ଥାତ୍ ଯେଉଁ କାବ୍ୟ ହେଉଛି ଦୃଶ୍ୟ ବା ଦର୍ଶନ ଯୋଗ୍ୟ। କାବ୍ୟମାନଙ୍କ ମଧ୍ୟରୁ ନାଟକ ହିଁ ଏକମାତ୍ର ଦୃଶ୍ୟ ଭାବରେ ନାଟକ ଅଧିକ ପରିମାଣରେ ମନୋରଞ୍ଜନ କରିପାରୁଥିଲେ। ନାଟକ ଏକ ରମ୍ୟ କଳା ସୃଷ୍ଟି ଗ୍ରହଣ କରାଯାଇଛି। ଦୃଶ୍ୟ ଭାବରେ ନାଟକ ଅଧିକ ମନୋରଞ୍ଜନ କରୁଛି। ତେଣୁ କୁହାଯାଏ କାବ୍ୟେଷୁ ନାଟକମ୍ ରମ୍ୟମ୍। କାବ୍ୟମାନଙ୍କ ମଧ୍ୟରେ ନାଟକ ହେଉଛି ଆନନ୍ଦ। ସେହି ହେତୁରୁ ନାଟକର ବିଚାର କଲାବେଳେ ସାହିତ୍ୟିକ ଦିଗ ପ୍ରତି ବିଶେଷ ଗୁରୁତ୍ୱ ନ ଦେଇ ତା'ର ଅଭିନୟ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦାନ କରାଯାଇଥାଏ। ଯେଉଁ ନାଟକ ଅଭିନୟ ପାଇଁ ଯେତେ ଅଧିକ ଉପଯୋଗୀ, ତାହା ନାଟକ ଭାବରେ ସେତେ ଅଧିକ ସଫଳତା ଲାଭ କରେ। ସାହିତ୍ୟିକ ସମସ୍ତ ବିଭାଗ ପଠନୀୟ, କିନ୍ତୁ ନାଟକ ହେଉଛି ଏକ ମାତ୍ର ଦର୍ଶନୀୟ, ଦେଖିହବ ଓ ନାଟକ ସାର୍ବଜନୀନ କଳା। ନାଟକ ସଫଳ ପ୍ରୟୋଗ କ୍ଷେତ୍ର ହେଉଛି ରଙ୍ଗମଞ୍ଚରେ। ମଞ୍ଚର ଅଭିନେତା ଓ ଅଭିନେତ୍ରୀଙ୍କ ଦ୍ୱାରା ଏହି ଅଭିନୀତ ହୋଇଥାଏ। ସେମାନଙ୍କ ନିଖୁଣ ଅଭିନୟରେ ନାଟକର କାହାଣୀ, ଚରିତ୍ର ଆଦି ଜୀବନ୍ତ ତଥା ବାସ୍ତବ ରୂପରେ ହୃଦୟକୁ ଛୁଇଁଥାଏ। ତେଣୁ ଏକ ସଫଳ ନାଟକଟି ପାଇଁ ନାଟ୍ୟକାରର ଯେପରି ଭୂମିକା ରହିଛି, ଅଭିନେତାମାନେ ସେମିତି ପରମ୍ପରା ଅନୁଯାୟୀ ମହାନାଟକ ଦଶାଙ୍ଗ ବିଶିଷ୍ଟ ଓ ନାଟକ ପଞ୍ଚକ ବିଶିଷ୍ଟ। ନାଟକଟି 4 ଅଙ୍କ ବିଶିଷ୍ଟ ହେବା ଉଚିତ ବୋଲି ସାହିତ୍ୟ ଦର୍ପଣ କୁହାଯାଇଛି। ମହାନାଟକ ଦଶାଙ୍ଗ। ଏକାଙ୍କି ନାଟକତାରୁ କ୍ଷୁଦ୍ର ଓ ଏକ ଅଙ୍କ ବିଶିଷ୍ଟ ରଚନା ହୋଇଛି। ଏକାଙ୍କ ନାଟକ ଦୃଶ୍ୟକାବ୍ୟର ଏକ ପ୍ରଭାବଶାଳୀ ଅଙ୍ଗ। ଏକାଙ୍କ ନାଟକ। ଏହା ସୃଷ୍ଟ ବିଂଶ ଶତାବ୍ଦୀର ଆଧୁନିକ ମଣିଷ ପ୍ରୟୋଜନରୁ ଏହା ସୃଷ୍ଟି ହୋଇଛି। ନାଟକ ଜୀବନରେ ସମଗ୍ର ସତ୍ତାକୁ ରୂପାୟିତ କରୁଥିବା ସ୍ଥଳେ ଏକାଙ୍କିକା ନାଟକ ଜୀବନର ସମଗ୍ର ସଭାକୁ ରୂପାୟିତ କରୁଥିଲା ବେଳେ ଏକାଙ୍କି ଜୀବନର ଖଣ୍ଡାଂଶକୁ ଆଲୋକିତ କରେ। ଖଣ୍ଡ କ୍ଷୁଦ୍ର ପରିସର ବିଶିଷ୍ଟ ରଚନାକୁ ଆଧୁନିକ କାର୍ଯ୍ୟବାହୀ ମଣିଷ ନାଟକର ରସଚେତନା ଲାଭ କରିପାରେ। ତେଣୁ ଆଧୁନିକ କାଳରେ ଏକାଙ୍କିକା ଖୁବ୍ ପ୍ରଭାବଶାଳୀ ଓ ଖୁବ୍ ଜନପ୍ରିୟ। ଏକାଙ୍କିକା ବିଶିଷ୍ଟ ରଚନାରୁ ଅଧିକ କାର୍ଯ୍ୟବାହୀ ମଣିଷ ନାଟକର ରସଚେତନା ଲାଭ କରିପାରେ। ତେଣୁ ଆଧୁନିକ କାଳରେ ଏକାଙ୍କିକା ଖୁବ୍ ପ୍ରଭାବଶାଳୀ, ଖୁବ୍ ଜନପ୍ରିୟ। ଅଧିକ ଜନପ୍ରିୟ। ଦୃଶ୍ୟକାବ୍ୟ। ମନୀଷୀ ପାଣିନିଙ୍କ ମତରେ ନାଟକ କିପରି ଉତ୍ପତ୍ତି ହୋଇଛି? ନଟ ଧାତୁରୁ। ଦୃଶ୍ୟକାବ୍ୟ ହେଉଛି ନାଟକ। ନଟ ଶବ୍ଦର ଅର୍ଥ ଅଙ୍ଗଚାଳନ, ହଲଚଲ ହେବା। ନଟ। ଭରତ ମହାବୀର ନାଟକ ସମ୍ବନ୍ଧରେ କ'ଣ କହିଛନ୍ତି? ଜ୍ଞାନ, ବିଦ୍ୟା, କଳା ଯୋଗ ବହୁବିଧ କର୍ମକୁ ପ୍ରକାଶ କରେ। ନାଟକ ଜ୍ଞାନ, ବିଦ୍ୟା ଏସବୁ ନାଟକ ସବୁ କୁହାଯାଉଛି। ନାଟକ ସମ୍ବନ୍ଧରେ କ'ଣ କହିଛନ୍ତି? ଭରତ ମୁନି ନାଟକ ମଧ୍ୟରେ ଜ୍ଞାନ, ବିଦ୍ୟା, କଳା ଯୋଗ ଆଜି ବହୁବିଧ କର୍ମ ପ୍ରକାଶ କରିବେ। ଭରତ ମୁନି। ଅନ୍ୟତ୍ର ସେ ପୁଣି ସ୍ୱୀକାର କରିଛନ୍ତି ଜନସାଧାରଣଙ୍କ ସୁଖ ଦୁଃଖ ଇତ୍ୟାଦି ଅଭିନୟ ହିଁ ନାଟକ। ବ୍ରହ୍ମା କିପରି ନାଟକ ରଚନା କରିଥିଲେ? ଋଗ୍ବେଦରୁ କଥା, ସାମବେଦରୁ ଗାନ, ଯଜୁର୍ବେଦରୁ କ୍ରିୟା ବା ଅଭିନୟ ଏବଂ ଅଥର୍ବବେଦରୁ ରସ ନେଇକରି ନାଟକ ରଚନା କରିଥିଲେ। ଋଗ୍ବେଦରୁ ନଟ ଧାତୁ ହେଉଛି ନୃତ୍ ଧାତୁର ପ୍ରକୃତ ରୂପ। 10ଟି ଭାବେ ବ୍ୟକ୍ତ କରିଛନ୍ତି। ନାଟକ ପ୍ରକରଣ, ଅଙ୍କ, ବେଯୋଗ, ଭାଣ, ସମ୍ବେକାର, ବାଥି, ପ୍ରହସନ, ଡିମ୍, ଇହାମୃଗ ଏସବୁ ନଟ ଧାତୁ। ଋଗ୍ବେଦର କଥା, ସାମବେଦରୁ ଗାନ, ଯଜୁର୍ବେଦରୁ କ୍ରିୟା ବା ଅଭିନୟ, ଅଥର୍ବବେଦରୁ ରସ ନେଇ ବ୍ରହ୍ମା ନାଟକ ରଚନା କରିଥିଲେ। ଇଂରାଜୀ ସାହିତ୍ୟରେ ନାଟକକୁ ଡ୍ରାମା ବୋଲି କୁହାଯାଏ। ଗ୍ରୀକ୍ ଭାଷାରେ ଡ୍ରାମା ଶବ୍ଦର ମୂଳ ଅର୍ଥ କବିରାଜ କହିଛନ୍ତି ଦୃଶ୍ୟ ତତ୍ରାଭିନୟ, ଅର୍ଥାତ୍ ଯାହା ଅଭିନୟ ଯୋଗ୍ୟ ତାହା ହିଁ ଦୃଶ୍ୟକାବ୍ୟ।
ଅଭିନୟ କରିହେବ। ନିକ୍ଲେ ନାଟକ ସମ୍ପର୍କରେ କହିଛନ୍ତି ଯେ ଥିଓରି ଅଫ୍ ଡ୍ରାମା ଗ୍ରନ୍ଥରେ ନାଟକ ସମ୍ପର୍କରେ କହନ୍ତି ନାଟକ ହେଉଛି ଜୀବନ ସମ୍ପର୍କିତ ଆଦର୍ଶ ଅଭିବ୍ୟକ୍ତି। ଭର୍ତ୍ତୃହରି କହିଥିଲେ ତ 10 ପ୍ରକାର ସମବକାର ବାତି ପ୍ରହସନ ଡିମ୍ 10 ଇହମୂଳ। ସମାଲୋଚକ ନିକେଲ ଡ୍ରାମା ଅର୍ଥ ମୂଳ ନିକେଲ ଥିଓରି ଅଫ୍ ଡ୍ରାମା ଗ୍ରନ୍ଥରେ ନାଟକ ସମ୍ପର୍କରେ କହନ୍ତି ଜୀବନ ସମ୍ପର୍କିତ ଆଦର୍ଶ ଅଭିବ୍ୟକ୍ତି। ଆଚାର୍ଯ୍ୟ ବାମନ ନାଟକ ସମ୍ପର୍କରେ କ'ଣ କହିଛନ୍ତି? ନାଟ୍ୟମ ଅର୍ଥ ମଞ୍ଚାଭିନୟ ଉପଯୋଗୀ କାବ୍ୟ ହିଁ ନାଟକ ବୋଝାଯାଉଛି। ମଞ୍ଚ ଅଭିନୟ ଉପଯୋଗୀ କାବ୍ୟ ନାଟକ କୁହାଯାଏ। କମେଡ଼ି ଓଡ଼ିଆ ଶବ୍ଦ ସୁଖାନ୍ତକ ନାଟକ କମେଡ଼ି। ଟ୍ରାଜେଡିର ଓଡ଼ିଆ ଶବ୍ଦ ହେଉଛି ଦୁଃଖାନ୍ତ ନାଟକ। ଟ୍ରାଜେଡି ଅର୍ଥ ହେଉଛି ଗ୍ରୀକ୍ ଟ୍ରାଗସ୍ ଶବ୍ଦରୁ ଟ୍ରାଗସ୍ ଅର୍ଥ ଛାଗବଳି। ପୋଏଟିକ୍ସର ରଚୟିତା ହେଉଛି ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ। ପୋଏଟିକ୍ସ। ଲୋକନାଟ୍ୟର ପ୍ରଧାନ ବିଶେଷତ୍ୱ ହେଉଛି ଲୋକନାଟ୍ୟ ଆନନ୍ଦ ପ୍ରଦାନ କରିବା ଲୋକଟିର ମୁଖ୍ୟ ବିଶେଷତ୍ୱ। ସାଧାରଣ ଜନତା ହୃଦୟରେ ଆନନ୍ଦ ପ୍ରଦାନ କରିବା ଲୋକନାଟ୍ୟ। ଦାର୍ଶନିକ ଆରିଷ୍ଟଟଲ। ଲୋକନାଟ୍ୟର ପ୍ରଧାନ ବିଶେଷତ୍ୱ ହେଉଛି ସାଧାରଣ ଜନତା ହୃଦୟରେ ଆନନ୍ଦ ପ୍ରଦାନ କରିବା ଲୋକନାଟ୍ୟ ମୁଖ୍ୟ ବିଶେଷତ୍ୱ। ଲୋକନାଟ୍ୟକୁ ଇଂରାଜୀରେ କହନ୍ତି ଫୋକ୍ ଡ୍ରାମା। ନାଟକ ଇଂରାଜୀ ଫୋକ୍। ମେଲୋଡ୍ରାମା ଶବ୍ଦଟିର ବ୍ୟୁତ୍ପତ୍ତିଗତ ମେଲୋସ୍ ଗାନ ଡ୍ରେମ୍ ନାଟ୍ୟ ଅର୍ଥାତ୍ ଗାନଯୁକ୍ତ ଅଟେ। ନାଟକୀୟ ଐକ୍ୟତ୍ରୟର ନାମ ହେଉଛି ଘଟଣାର ଐକ୍ୟ, ସମୟର ଐକ୍ୟ, ସ୍ଥାନ ସମୟ ଘଟଣା। ଓଡ଼ିଆ ଜାତିର ପ୍ରଥମ ନାଟକ 1877 ମସିହାରେ ବାବାଜୀ ନାଟକ ରଚନା କରିଥିଲେ ଜଗମୋହନ ଲାଲ। ବାବାଜୀ ନାଟକ ମଞ୍ଚରେ ପ୍ରଥମେ ଅଭିନୀତ ହୋଇଥିଲା ରାଧାକାନ୍ତ ରଙ୍ଗମଞ୍ଚରେ। ବାବାଜୀ ନାଟକ। କାଞ୍ଚି କାବେରୀ ନାଟକ ରଚୟିତା ରମାଶଙ୍କର ରାୟ। ଯୁଗ ଧର୍ମ ଓ ବିଷମୋଦକ ନାଟକ ରଚୟିତା ରାମଶଙ୍କର। କାଳୀଚରଣ ପଟ୍ଟନାୟକ 2ଟି ପୌରାଣିକ ନାଟକ ଲେଖିଥିଲେ। ଭୀଷ୍ମଚକ୍ରୀ। ଧ୍ରୁବ ନାଟକ ରଚୟିତା ରାଜା ବରଚନ୍ଦ୍ର ଗଜପତି। ରାମଶଙ୍କର ରାୟଙ୍କ 2ଟି ନାଟକ ହେଉଛି ବୁଢ଼ୀଭର ଓ କଳିକାଳ। ରାମଶଙ୍କର ରାୟ। ଯୁଗ ଧର୍ମ। କାଞ୍ଚି କାବେରୀ ନାଟକ ରଚୟିତା ରାମଶଙ୍କର ରାୟ। କାଞ୍ଚି କାବେରୀ ହେଉଛି ରାମରାଜ୍ୟ। ଗଦାବର୍ଷ ମିଶ୍ର ହେଉଛି ପୁରୁଷୋତ୍ତମ ଦେବ ମୁକୁନ୍ଦ ଦେବ। ଐତିହାସିକ ନାଟକ। ଗଦାବର୍ଷ ମିତ୍ର। ଅନିଶ୍ୱନୀ କୁମାର ଘୋଷଙ୍କ ପୌରାଣିକ ନାଟକ ହେଉଛି ଗୋବିନ୍ଦ ବିଦ୍ୟାଧର। ଗୋପାଳ ଛୋଟରାୟଙ୍କ ଭରସା ସାମାଜିକ ନାଟକ। ଗୋପାଳ ଛୋଟରାୟ। ମାଣିକ ଯୋଡ଼ି ନାଟକର ରଚୟିତା ଭଞ୍ଜକିଶୋର ପଟ୍ଟନାୟକ। କମଳ ଲୋଚନ ମହାନ୍ତିଙ୍କର ଡାକବଙ୍ଗଳା ଏକ କି ଧରଣ ନାଟକ? ସାମାଜିକ ନାଟକ। ପରକଲମ ନାଟକ ରଚୟିତା ଗୋପାଳ ଛୋଟରାୟ। ମନୋରଞ୍ଜନ ଦାସଙ୍କ ଅବରୋଧ ଏକ କି ଧରଣ ନାଟକ? ରାଜନୀତି। ବିଜୟ ମିଶ୍ରଙ୍କ ରାଜନୈତିକ ନାଟକଟିର ନାମ ଜଣେ ରାଜା ଥିଲେ। ରାଜନୈତିକ ନାଟକ ନାମ ହେଉଛି ରାଜା ଥିଲେ। ରତ୍ନାକର ଚଇନିଙ୍କର ରାଜନୈତିକ ନାଟକଟିର ନାମ? ବିଜୟ ମିଶ୍ର ଜଣେ ରାଜନୈତିକ ନାଟକ ନାମ ଜଣେ ରାଜା। ରତ୍ନାକର ଚଇନିଙ୍କର ରାଜନୈତିକ ନାଟକଟିର ନାମ ପୁନଶ୍ଚ ପୃଥିବୀ। ମନୋରଞ୍ଜନ ଦାସଙ୍କ ମନସ୍ତାତ୍ତ୍ୱିକ ନାଟକର ନାମ ବନହଂସୀ ଅରଣ୍ୟ ଫସଲ। ମନୋରଞ୍ଜନ ଦାସଙ୍କ ମନସ୍ତାତ୍ତ୍ୱିକ ନାଟକ ହେଉଛି ବନହଂସୀ। ଧୃତରାଷ୍ଟ୍ର ଆଖି ଏକ ନାଟକ ମନସ୍ତାତ୍ତ୍ୱିକ ନାଟକ। ବିଜୟ ମିଶ୍ରଙ୍କ ସହବାହକ ଉଦ୍ଭଟ ନାଟକ। ସର୍ବବାହକ ମାନେ ଏକ କି ନାଟକ? ଉଦ୍ଭଟ। ଅତୀତ କାଳରେ ମଞ୍ଚକୁ କେତେ ଭେଦ କରାଯାଇଛି?